Glad to have the fellowship with you all, brothers and sisters. ଆପଣମାନଙ୍କ ସହିତ ସହଭାଗିତା କରିବା ମୋ ପାଇଁ ବହୁତ ଖୁସିର ବିଷୟ। So, we'll be doing Colossians chapter 1, verses 7 to 12. We'll try to. ଆମମାନେ ଆଜି କଲସ୍ୟ 1 ଅଧ୍ୟାୟ 7 ପଦରୁ 12 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା। So, we all know that Paul wrote around 4 letters from the prison. ଆମମାନେ ସମସ୍ତେ ଜାଣୁ ପାଉଲ 4ଟି ଚିଠି ସେ କାରାଗାରରୁ ଲେଖିଛନ୍ତି। Uh, most probably from the prison at Rome. ଆଉ ସବୁ ଯାକ ପ୍ରାୟ ରୋମର କାରାଗାରରୁ ଲେଖିଛନ୍ତି। So he has written Ephesians, then Philippians, Colossians, and Philemon. ଏଫିସିଓ, ଫିଲିପିଓ, କଲସିଓ ଆଉ ଫିଲିମନ, ଏଇ 4ଟି ପତ୍ର ସେ କାରାଗାରରୁ ଲେଖିଛନ୍ତି। So last time I had shown you a map where Colossae, the place Colossae, is in the present day Turkey. ଆମମାନେ ଗତ ଦିନ ମାନଙ୍କରେ ସେହି ମାନଚିତ୍ରକୁ ଦେଖିଥିଲୁ ଯେ ସେଇ କଲସ୍ୟ ସହର କୋଉଠି ଅଛି, ବର୍ତ୍ତମାନ ଯାହାକୁ ତୁର୍କୀ କୁହାଯାଏ, ସେ ତୁର୍କୀ ସହରରେ କଲସ୍ୟ ସହର ଅଛି। Philippi of the Philippians, that was in Greece. ଆଉ ଯୋଉ ଫିଲିପି ସହରଟା ବା ଫିଲିପିଆନ ମଣ୍ଡଳୀଟା ଏହା ଗ୍ରୀସ ସହରରେ ଅଛି। Ephesus also is in Turkey. ଏଫିସିଓ ମଧ୍ୟ ତୁର୍କୀରେ ଅଛି। So there is a place called Phrygia, ଗୋଟିଏ ସ୍ଥାନ ଅଛି ଯାହା ନାଁ ହେଲା ଫୁର୍ଗିଆ, and Phrygia is in the present day Turkey, and in Phrygia is this city called Colossae. ଆଉ ଯୋଉ ଫୁର୍ଗିଆ ବର୍ତ୍ତମାନ ତାହାକୁ ତୁର୍କୀ କୁହାଯାଏ, ସେଇ ତୁର୍କୀ ସହରରେ ଏଇ କଲସ୍ୟ ମଣ୍ଡଳୀ ବା କଲସ୍ୟ ସହର ଥିଲା। And the place Ephesus is not very far from Colossae. ଏଫିସିଓ ଆଉ କଲସିଓ ଦୁଇଟା ବହୁତ ପାଖରେ ଥିଲେ, ଦୂରରେ ନଥିଲେ। So Paul, we read in Acts that he had gone to Phrygia. That means he preached the gospel there, and he went to Ephesus. ପାଉଲ ଆମେ ଯେବେ ପ୍ରେରିତ ପୁସ୍ତକ ପଢିବା, ସେ ଫୁର୍ଗିଆକୁ ଗଲେ ଆଉ ସେଠିରୁ ସେ ଏଫିସସକୁ ଗଲେ। And uh, there was a person by the name Epaphras. ଆଉ ଜଣେ ବ୍ୟକ୍ତି ତାଙ୍କ ନାଁ ହେଲା ଏପାଫ୍ରା, He came to Christ. ଆଉ ସେ ଏଫିସିଓ ସହରରେ ପାଉଲଙ୍କ ସେବା କାର୍ଯ୍ୟ ଦ୍ୱାରା ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କଲେ। This Epaphras, he's from Colossae. ଆଉ ଏଇ ଏପାଫ୍ରା ସେ କଲସିଓ ସହରର ଲୋକ। And after hearing the gospel and becoming a believer, he preached the message to Colossae. ଯୋଉ ସମୟରେ ସେ ସୁସମାଚାରକୁ ଗ୍ରହଣ କଲେ, ସେ ବିଶ୍ୱାସୀ ହେଲେ ଆଉ କଲସିଓ ସହରରେ ଯାଇ ସେ ପ୍ରଚାର କଲେ। So, from the Bible, from Paul's letters, we know of few people in Colossae. ଆମମାନେ ପାଉଲଙ୍କର ପତ୍ରରୁ ଆମେ ଜାଣୁଛୁ କିଛି ଲୋକ ସେମାନେ କଲସିଓରେ ଥିଲେ। Epaphras was one. ଆଉ ସେମାନଙ୍କ ମଧ୍ୟରେ ଏପାଫ୍ରା ଜଣେ ଅଟନ୍ତି। Second one was Philemon. ଆଉ ଅନ୍ୟ ଜଣ ହେଲେ ଫିଲିମନ। So Philemon was from Colossae. ଆଉ ଫିଲିମନ ମଧ୍ୟ ସେ କଲସିଓର ବ୍ୟକ୍ତି। And then Archippus. ଆଉ ଜଣେ ହେଲା ଆର୍କିପସ୍। And then Onesimus. ଆଉ ଜଣେ ହେଲା ଅନିସିମ। All these were from Colossae. ଆଉ ଏଇ 4 ଜଣ ବ୍ୟକ୍ତି ସେମାନେ କଲସିଓ ସହରର ଲୋକମାନେ। And there was another person called Apphia. Maybe she must have been Philemon's wife. She also from Colossae. ଆଉ ଏଫଆଇଆ ଇଏ ହେଇପାରନ୍ତି ସେହି ଫିଲିମନଙ୍କର ସ୍ତ୍ରୀ ହେଇପାରନ୍ତି। Yeah. So these are the people that we know from the place in Colossae. ଆଉ ଏଇ ଲୋକମାନେ ସେମାନେ କଲସିଓ ସହରର ଲୋକ ଅଟନ୍ତି। Now we are reading verse 7. ଆସନ୍ତୁ ଆମମାନେ 1 ଅଧ୍ୟାୟର 7 ପଦ ପଢିବା। ଆମ୍ଭମାନଙ୍କର ପ୍ରିୟ ସହଦାସ ଏପାଫ୍ରାଙ୍କ ଠାରୁ ତୁମ୍ଭେମାନେ ସେହି ପ୍ରକାରେ ଶିକ୍ଷା କରିଅଛ, ସେ ତୁମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କର ଜଣେ ବିଶ୍ୱସ୍ତ ସେବକ। Yeah. So Epaphras was the first person probably who heard the gospel, and he preached the gospel to the Colossians. ଏପାଫ୍ରା ସେ ପ୍ରଥମ ବ୍ୟକ୍ତି ଯିଏକି ସୁସମାଚାର ଶୁଣିଲେ ଆଉ କଲସିଓରେ ସୁସମାଚାର ପ୍ରଚାର କଲେ। And the church grew there in Colossae.
ଆଉ ଏଫାପ୍ରାଙ୍କର ସୁସମାଚାର ପ୍ରଚାର ଦ୍ୱାରା କଲସିୟରେ ଚର୍ଚ୍ଚ ବଢିବାକୁ ଆରମ୍ଭ ହେଲା। Now, this church in Colossae, they have sent Epaphras to Rome. ଆଉ ଏହି କଲସିୟ ସହରର ଲୋକମାନେ ଏଫାପ୍ରାକୁ ରୋମ ସହରକୁ ପଠେଇଲେ। And to meet Paul in the prison ଆଉ ସେ ପାଉଲଙ୍କୁ କାରାଗାରରେ ସାକ୍ଷାତ କଲେ and to take advice and counsel about some things in the church. ଆଉ ସେହି କାରାଗାରରେ ପାଉଲଙ୍କ ଦ୍ୱାରା କିଛି ଉପଦେଶ ଆଉ କିଛି କାଉନ୍ସିଲିଂ ସେ ଗ୍ରହଣ କଲେ ଏହି ମଣ୍ଡଳୀ ବିଷୟରେ। Because there was some things, even though it was a very good church, there was some things which needed correction. ଏଇ କଲସିୟ ମଣ୍ଡଳୀଟା ବହୁତ ଭଲ ମଣ୍ଡଳୀ ଥିଲା, ମାତ୍ର ଏଇ ମଣ୍ଡଳୀରେ କିଛି ଅସୁବିଧା ଥିଲା ଯାହାକୁ କି ସୁଧାରିବା ଆବଶ୍ୟକ ଥିଲା। So we find Paul, he wrote the letter to the Galatians to correct some things in the church there. ପାଉଲ ଗାଲାତୀୟ ମଣ୍ଡଳୀକୁ କିଛି ଗୋଟେ ଚିଠି ଲେଖିଲେ ଯେ ପ୍ରକାର କି ଗାଲାତୀୟ ମଣ୍ଡଳୀକୁ ସେ ସଂଶୋଧନ କରିପାରିବେ। Similarly, he writes in this Colossians also some things to correct some things which is not going on well in Colossae. ସେହି ପ୍ରକାର ଭାବରେ ଏହି କଲସିୟ ମଣ୍ଡଳୀକୁ ମଧ୍ୟ ସେ ଚିଠି ଲେଖୁଛନ୍ତି କିଛି ସେମାନଙ୍କୁ ସୁଧାରିବା ପାଇଁ, କାରଣ ଏହି ପ୍ରକାର ବିଷୟ କଲସିୟ ମଣ୍ଡଳୀ ଥିଲା। So the Apostle Paul says about Epaphras in verse 7. ଆଉ 7 ପଦରେ ଏଫାପ୍ରାଙ୍କ ବିଷୟରେ ସେ କହୁଅଛନ୍ତି। Epaphras has told about the whole church, what all is going on to Paul. ଏଫାପ୍ରା ପାଉଲଙ୍କୁ ମଣ୍ଡଳୀ ମଧ୍ୟରେ ଚାଲିଥିବା ସବୁ ବିଷୟକୁ ସେ ପାଉଲଙ୍କୁ ଜଣାଇଛନ୍ତି। But Paul was very happy and encouraged by Epaphras. ଏଫାପ୍ରାଙ୍କ ଦ୍ୱାରା ପାଉଲ ଖୁସି ଆଉ ବହୁତ ଉତ୍ସାହିତ ହେଲେ। And here we read how he mentions about Epaphras. ଆଉ ଏହି ସ୍ଥାନରେ ଆମେ ଦେଖିପାରିଛୁ କି ପ୍ରକାର ଭାବରେ ସେ ସବୁ ବିଷୟ ଗୁଡ଼ିକୁ କହୁଛନ୍ତି। So it says, Epaphras, a beloved fellow bond servant. ଆଉ କହୁଛନ୍ତି ଏଫାପ୍ରା ଆମମାନଙ୍କର ପ୍ରିୟ ସହଦାସ। So he's saying he's a fellow bond servant. That means Paul is taking him at his level. He's just like me, a fellow bond servant. ଏହି ସ୍ଥାନରେ ଏଫାପ୍ରାକୁ ସେ ଏତେ ସମ୍ମାନ ଦେଇ କହୁଛନ୍ତି ଯେ ମୁଁ ଯେ ପ୍ରକାର ଏଫାପ୍ରା ମଧ୍ୟ ସମାନ, ଆମେ ଦୁଇ ଜଣଙ୍କର ସ୍ତର ସମାନ ଅଟେ କହୁଛନ୍ତି। And he uses the word not just a servant, but a bond servant. ଏହି ସ୍ଥାନରେ କେବଳ ଦାସ କହୁନାହାନ୍ତି, ମାତ୍ର କ୍ରୀତ ଦାସ ବୋଲି କହୁଛନ୍ତି। Sometime back we had spoken what is a bond servant or a bond slave. ହଁ, ଆମର ଓଡ଼ିଆରେ କ୍ରୀତ ଦାସ ଲେଖାଯାଇ ନାହିଁ, ଖାଲି ଦାସ ଲେଖାଯାଇଛି, ମାତ୍ର ଏଇ ଜାଗାରେ କ୍ରୀତ ଦାସ ବୋଲି ଇଂଲିଶରେ ଲେଖାଯାଇଛି। That's a very good thing to know and desire to be a bond slave. ଆଉ ଆମେ ଏଇଟା ଜାଣିବା ଆଉ ଅଭିଳାଷ ରଖିବା ଯେ ଗୋଟେ କ୍ରୀତ ଦାସ ହେବା ପାଇଁ। So in Israel, a slave would be they would buy a slave and the owner would be able to keep him for 6 years. ଆମେ ଇସ୍ରାଏଲ ଦେଶରେ ଜାଣୁଛୁ ସେମାନେ ଗୋଟିଏ ଦାସକୁ କିଣୁଥିଲେ ଆଉ 6 ବର୍ଷ ତାକୁ ରଖି ପାରୁଥିଲେ। And it was just like owning one animal. ଆଉ କ୍ରୀତ ଦାସ କିଣିବାଟା ଗୋଟିଏ ପଶୁ କିଣିଲା ପରି ଥିଲା। So for 6 years he would be the slave. 6 ବର୍ଷ ସେ କ୍ରୀତ ଦାସ ଭାବରେ କାମ କରିବେ। And on the 7th year he had to be released. ଆଉ 7 ବର୍ଷ ହେଇଗଲା ପରେ 7ମ ବର୍ଷରେ ତାକୁ ମୁକ୍ତ କରାଯିବ। So there were very good masters who would be good to their slaves. ଉତ୍ତମ ମୁନିବ ସେହି ଦାସଙ୍କୁ ଠିକରେ ଯତ୍ନ ନେଇଥିବ। So when one of the slaves, because his master is good, he says, okay, after 6 years, on the 7th year, he does not want to go. He says, I will continue to be my master's slave. ସେହି ମୁନିବ ଯଦି ଭଲ ଥିବ ଆଉ ସେ କ୍ରୀତ ଦାସର ଉପଯୁକ୍ତ ଯତ୍ନ ନେଇଥିବ, 7 ବର୍ଷ ହେଲା ପରେ ମଧ୍ୟ ସେ କହିବ ମୁଁ ମୁକ୍ତ ହେବି ନାହିଁ, ମୁଁ ତୁମର ଦାସ ହେଇକି ରହିବି, ସେ କହିବ। Because my master is so good to me, I want to serve him.
ମୋ ମୁନିବ ବହୁତ ଭଲ, ସେଥିପାଇଁ ମୁଁ ନିରନ୍ତର ତାଙ୍କର ସେବା କରିବି। And so then the master, what he does, he takes the slave and goes to the door. ଆଉ ସେଇ ମୁନିବ କଣ କରିବେ, ସେ କ୍ରୀତଦାସକୁ ଧରି ସେଇ ଦ୍ୱାର ବନ୍ଧ ପାଖକୁ ଯିବେ। And his ear, he makes a hole through his ear and uh, uh, into the door. He means he keeps his ear to the door and pierces his ear to the door. ଆଉ ସେ ତାଙ୍କର କାନକୁ ନେଇ ଗୋଟିଏ କଣା କରିବେ, ସେଇ ବାଜୁବନ୍ଧ ବା ସେଇ ଚୌକାଠ ପାଖରେ ତାଙ୍କର କାନରେ ଗୋଟେ ସେ କଣା କରିବେ। So that is a sign that this is a bond slave. ଆଉ ସେଇ ଯୋଉ ଚିହ୍ନ ଥିବ, ଗୋଟେ ଛୋଟ ହୋଲ ଥିବ, ଏଇଟା ହଉଛି ସେ କ୍ରୀତଦାସ କରିବା ହେବାର ଚିହ୍ନ। Brothers and sisters, that is that this slave now says that I'm yours. I will. There is no, time limit. I'm always yours. ଆଉ ସେହି କ୍ରୀତଦାସ ସେ ମୁନିବକୁ କୁହେ, ମୁଁ ତୁମର, କୌଣସି ସମୟର ପ୍ରତିବନ୍ଧକ ନାହିଁ, ମୁଁ ସବୁବେଳେ ତୁମର ଅଟେ। So the apostle Paul and all the apostles became bond slave of Jesus. ପ୍ରେରିତ ପାଉଲ ଆଉ ଅନ୍ୟାନ୍ୟ ପ୍ରେରିତ ମାନେ, ସେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୀତଦାସ ଅଟନ୍ତି। They are saying, Lord, I'm not here to get something for myself. I'm for you. All my life is for you. ପ୍ରଭୁ, ମୁଁ ଏଇ ସ୍ଥାନରେ ମୋ ପାଇଁ ମୁଁ କିଛି ପାଇବା ପାଇଁ ଆସିନାହିଁ, ମୁଁ ତୁମର ଅଟେ, ଆଉ ମୋ ଜୀବନ ସାରା ମୁଁ ତୁମର ସେବା କରିବି। So, brothers and sisters, the calling to be a bond slave is for all of us. ପ୍ରିୟ ଭାଇ ଭଉଣୀ ମାନେ, କ୍ରୀତଦାସ ଭାବରେ ଆହ୍ୱାନ ଏହା ସମସ୍ତଙ୍କ ନିମନ୍ତେ ଅଟେ। We have got a master who's become our friend and our savior, that is Jesus Christ, who's so good to us. ଆମମାନଙ୍କର ମୁନିବ, ଆମମାନଙ୍କର ବନ୍ଧୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ, ସେ ଆମମାନଙ୍କ ନିମନ୍ତେ ବହୁତ ଉତ୍ତମ ଅଟନ୍ତି। So we want to say to when we say to Jesus, Lord, I am yours. I don't want anything. I only want you. ଆମେ କହିବୁ, ଆମେ ପ୍ରଭୁ, ମୁଁ ତୁମର, ମୁଁ ତୁମର, ମୁଁ ତୁମଠାରୁ କିଛି ଚାହେଁ ନାହିଁ, ମୁଁ ତୁମର ଅଟେ। So then such a person will not think about the sacrifices that he's making. এই ପ୍ରକାର ବ୍ୟକ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିମନ୍ତେ ଯୋଉ ଯୋଉ ବିଷୟ କରିଛନ୍ତି, ସେ ବିଷୟ ସେମାନେ ଚିନ୍ତା କରିବେ ନାହିଁ। He will Such a person, a bond slave, will not tell other person, see how so much trouble I'm taking. I'm doing so much for God, but still nobody is appreciating me. ଏହି ପ୍ରକାର ବ୍ୟକ୍ତି ସେମାନେ କେବେ ହେଲେ ମଧ୍ୟ ଅନ୍ୟକୁ କହିବେ ନାହିଁ, ମୁଁ ପ୍ରଭୁଙ୍କ ପାଇଁ ଏତେ ସବୁ କରୁଛି, ମାତ୍ର ମତେ କେହି ମଧ୍ୟ ଉତ୍ସାହିତ କରୁନାହାନ୍ତି, এই ପ୍ରକାର କଥା ସେ କ୍ରୀତଦାସ ମାନେ କହିବେ ନାହିଁ। Such words come from not bond servants, but from servants. ମାତ୍ର ଯୋଉମାନେ କ୍ରୀତଦାସ ନୁହନ୍ତି, କେବଳ ଦାସ ଅଟନ୍ତି, Servants want their wages, so they speak like that. ଆଉ ଦାସ ମାନେ ସେମାନେ ଦରମା ପାଆନ୍ତି, ସେଥିପାଇଁ ସେମାନେ এই ପ୍ରକାର କଥା କୁହନ୍ତି। So that's a great thing, brothers and sisters, for us to desire to be a bond slave of Jesus Christ. এটা ବହୁତ ବହୁତ ମହାନ ବିଷୟ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୀତଦାସ ହେବା ପାଇଁ ଆମେ ଅଭିଳାଷ ରଖିବା। All these apostles became bond slaves because they saw the love of Jesus. ପ୍ରତ୍ୟେକ ପ୍ରେରିତ ମାନେ ସେମାନେ କ୍ରୀତଦାସ ଥିଲେ, କାରଣ ସେମାନେ ପ୍ରେମରେ ପ୍ରଭୁଙ୍କର ସେବା କରୁଥିଲେ। And Epaphras, who came to Christ through Apostle Paul, ଏପାଫ୍ରା ପ୍ରେରିତ ପାଉଲଙ୍କ ଦ୍ୱାରା ସେ ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଆସିଲେ। he also experienced Christ in the same way and he became a bond servant. ସେ ମଧ୍ୟ ସେ ସମାନ ଭାବରେ ଖ୍ରୀଷ୍ଟଙ୍କୁ ସେ ଅନୁଭବ କରିଥିଲେ, ଆଉ ସେ ମଧ୍ୟ କ୍ରୀତଦାସ ଅଟନ୍ତି। So 2000 years after Christ died for us, we are also come to faith in Christ. ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁବରଣର 2000 ବର୍ଷ ହେଲାଣି, ଆଉ ଆମେ ମାନେ ମଧ୍ୟ ସେହି କ୍ରୀତଦାସ ଭାବରେ ପ୍ରଭୁଙ୍କ ନିକଟକୁ ଆସିଛୁ। And we also can experience that love of Christ. ଆମେ ମାନେ ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେହି ପ୍ରେମକୁ ଆମେ ଅନୁଭବ କରିବାର ଅଛି। The more we live with Christ, the more we know that He is so wonderful. ଯେତେ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ଜାଣିବା, ଆମେ ସେତେ ଆମେ ସେ କେତେ ମହାନ ଆମେ ବୁଝିପାରିବା। So that's why we can also pray, Lord, I want to be a bond slave of yours. ସେଥିପାଇଁ ଆମମାନେ ପ୍ରାର୍ଥନା କରିବା କଥା ଯେ ପ୍ରଭୁ, ମୁଁ ତୁମର କ୍ରୀତଦାସ ଅଟେ।
So first of all, he writes about in verse 7 that he is a bond slave, and then he says he was a faithful servant of Christ. ପ୍ରଥମେ 7 ପଦରେ ସେ କ୍ରୀତଦାସ ବୋଲି କହୁଛନ୍ତି, ଏହାପରେ ସେ କହୁଛନ୍ତି ସେ ଖ୍ରୀଷ୍ଟଙ୍କର ଜଣେ ବିଶ୍ୱସ୍ତ ସେବକ। See, Epaphras did not become a servant of Christ on his own. ଏପାଫ୍ରା ସେ ନିଜେ ନିଜେ ଖ୍ରୀଷ୍ଟଙ୍କର ଦାସ ନୁହନ୍ତି। Christ made him a servant of his. ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କୁ ଦାସ ଭାବରେ ସେ ମନୋନୀତ କଲେ। Maybe he must have been ordained by some other servant of God. ଅନ୍ୟ କୌଣସି ପ୍ରଭୁଙ୍କ ଦାସଙ୍କ ଦ୍ୱାରା ସେ ଅଭିଷିକ୍ତ ବା ଅର୍ଡେନ୍ ହେଇଛନ୍ତି। And he was faithful to his calling. ଆଉ ସେ ତାଙ୍କର ଆହ୍ୱାନ ପ୍ରତି ସମ୍ପୂର୍ଣ୍ଣ ବିଶ୍ୱସ୍ତ ଥିଲେ। He sought not his own glory, but the glory of God. ସେ ନିଜର ଗୌରବ ଚେଷ୍ଟା କରୁନଥିଲେ, ମାତ୍ର ଖ୍ରୀଷ୍ଟଙ୍କର ଗୌରବ ଚେଷ୍ଟା କରୁଥିଲେ। When we work for the Lord and when we do things, all of us, whether we are pastors or elders, or whether we are brothers and sisters, whenever we do anything, we can do one thing: we can seek our own glory or seek His glory. ପ୍ରିୟ ଭାଇ ଓ ଭଉଣୀ ମାନେ, ଆମେ ଯେକୌଣସି କାମ ମଧ୍ୟ ଆମେ କରିବା, ଆମେ ନିଜର ଗୌରବକୁ ଆମେ ଚେଷ୍ଟା ନ କରି ତାଙ୍କର ଗୌରବ ଚେଷ୍ଟା କରିବା। There is a wonderful verse which we can keep in mind. ଗୋଟେ ଅଦ୍ଭୁତ ପଦ ଅଛି ଯାହାକୁ କି ଆମେ ସବୁବେଳେ ମନେ ରଖିବା କଥା। Romans chapter 11 verse 36. ରୋମିଓ 11:36 ପଦ। Yeah. ଯେଣୁ ସମସ୍ତ ବିଷୟ ତାହାଙ୍କ ଠାରୁ, ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ ଯୁଗେ ଯୁଗେ ଗୌରବ ତାହାଙ୍କର। ଆମେନ୍। So this is one wonderful verse which we can say for all of us, everybody. We can say, okay, so some sister is doing some stitching or some cooking, or some brother is doing some work in the church, and people are appreciating him, or singing, or some sisters or brothers sing. Some people do so many things, and we can use this. That ability to sing, ability to cook is from him, and through him, and to him be the glory. ମାନେ ଯୋଉ ଭାଇ ହଉ କି ଭଉଣୀ ହଉ, ଆମେ ରୋଷେଇ କରୁ କି କିଛି ସିଲେଇ କରୁ, ଗୀତ ଗାଉ, ଆମେ ଯେକୌଣସି କାମ ମଧ୍ୟ କରୁ, ଆମର ଏହି ପଦକୁ ଅନୁସାରେ ଆମେ ତାହାଙ୍କ ଠାରୁ, ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ ଆମର ହେବାର ଅଛି। So that gives us a very good spirit to know that everything comes, all our abilities come from God, and through him we do these things, and the glory also should go back to him. ଯାହା ବି ଆମମାନଙ୍କର ସାମର୍ଥ୍ୟ ତାହାଙ୍କ ଠାରୁ ଆସିଛି ଓ ତାହାଙ୍କ ଦ୍ୱାରା ଆମେ ଏସବୁ କରିପାରୁଛୁ, ଆଉ ଏ ସବୁର ଗୌରବ ତାହାଙ୍କର ହିଁ ଅଟେ। When we have that desire, our heart will be full of joy. ଯଦି ଏହି ପ୍ରକାର ଅଭିଳାଷ ଆମମାନଙ୍କର ମନ ମଧ୍ୟରେ ଥିବ, ତାହେଲେ ଆମର ହୃଦୟ ଆନନ୍ଦରେ ପୂର୍ଣ୍ଣ ହେଇଯିବ। Nothing will go into our head. କୌଣସି ବିଷୟ ଆମର ମୁଣ୍ଡକୁ ଯିବା କଥା ନୁହେଁ। So that is something which Epaphras had. ଆଉ ଏହି ପ୍ରକାର କିଛି ଏପାଫ୍ରା କରୁଥିଲେ। And so he was a faithful servant of Christ. He did not seek something from the body of Christ, from the people, but he gave them his ability and his work he gave to them. ଆଉ ଏପାଫ୍ରା ଏହି ପ୍ରକାର କାମ କରୁଥିଲେ। ସେ କୌଣସି ଗୌରବକୁ ସେ ନିଜ ଆଡକୁ ନଉନଥିଲେ, ମାତ୍ର ସବୁ ବିଷୟରେ ପ୍ରଭୁଙ୍କୁ ସେ ଗୌରବ ଦଉଥିଲେ। See, sometimes when we are in the church, we have some responsibility, and everybody knows us. Then we can try to take advantage by telling people like a master, you do this, do that, almost like a boss. ଯଦି ଆମମାନଙ୍କର ମଣ୍ଡଳୀରେ ଆମକୁ ଯଦି କିଛି ଦାୟିତ୍ୱ ଦିଆଯାଏ କାମ କରିବା ପାଇଁ, ଆମେ ସେଇ ଦାୟିତ୍ୱକୁ ଗୋଟେ ମାଲିକ ବସ୍ ଭାବରେ ତୁମେ ଏଇଟା କର, ତୁମେ ଏଇଟା କର, ଆମେ ଟିକେ କଲରକୁ ଉଠେଇକିନା ଆମେ ବେଳେ ବେଳେ ସେମିତି କରିଥାଉ। So
we have seen like that some examples where people have in that when they are in a position they have taken advantage of the brothers and sisters. ଆମେ ଏସବୁ ଗୁଡିକ ଆମେ ଦେଖିଛୁ ଯୋଉ ସମୟରେ କୌଣସି ଭାଇକୁ ଏଇ ପ୍ରକାର ଦାୟିତ୍ୱ ଦିଆଯାଏ ତାଙ୍କର ପଦର ସେମାନେ ମିସୟୁଜ କରନ୍ତି, ସେମାନେ ଆଡଭାଣ୍ଟେଜ ନିଅନ୍ତି ସେମାନଙ୍କ ପଦର। Uh, Jesus taught us that we must when we are serving, we have to be a servant. We have to be the lowest. We have tried to be the lowest. ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ ଯେ ତୁମେ ସବୁବେଳେ ତଳକୁ ରୁହ, ଅନ୍ୟର ସେବା କର, ତଳକୁ ରୁହ କହୁଛନ୍ତି। So this Epaphras got a wonderful from a great apostle. He got some words saying that he is a faithful servant of Christ. ପ୍ରେରିତ ପାଉଲ ଗୋଟିଏ ମହାନ ପ୍ରେରିତ ଅଟନ୍ତି, ଆଉ ସେ ଏପାଫ୍ରାକୁ ଏହି ପ୍ରମାଣ ପତ୍ର ଦଉଛନ୍ତି ସେ ଜଣେ ବିଶ୍ୱସ୍ତ ସେବକ ବୋଲି। And moreover, it is not only Paul, but the Holy Spirit telling that Epaphras is a faithful servant. କେବଳ ପାଉଲ ଯେ କହୁଛନ୍ତି ତାହା ନୁହେଁ, ପବିତ୍ର ଆତ୍ମା ମଧ୍ୟ କହୁଛନ୍ତି ଏପାଫ୍ରା ଜଣେ ବିଶ୍ୱସ୍ତ ପ୍ରଭୁଙ୍କ ଦାସ ଅଟନ୍ତି। We all should desire that the Holy Spirit can witness that we are a faithful servant of Christ. All of us, all brothers and sisters. ଆମ ସମସ୍ତଙ୍କର ଏଇ ପ୍ରକାର ମନୋଭାବ ଅଭିଳାଷ ରହିବାର ଅଛି ଯେ ପବିତ୍ର ଆତ୍ମା ଆମ ବିଷୟରେ ମଧ୍ୟ କୁହନ୍ତୁ ଯେ ଏ ଜଣେ ବିଶ୍ୱସ୍ତ ପ୍ରଭୁଙ୍କର ଦାସ ବୋଲି। Brother, 1 minute. Okay. 1 minute. Okay, brother, no problem. Okay, କେତେ ୱଣ୍ଡରଫୁଲ ଚାଲିଛି, ବହୁତ ସୁନ୍ଦର ଭାବରେ ସେ କ୍ରୀତଦାସ ବିଷୟରେ ଗୋଟେ ପଦରେ ଅଟକି ଯିବେ ବୋଲି ଭାବୁଛି ମୁଁ ମାତ୍ର ବହୁତ ସୁନ୍ଦର ଭାବରେ ପ୍ରଭୁଙ୍କର ଦାସ ସେ ଆମମାନଙ୍କୁ ପଢେଇ ନଉଛନ୍ତି। So then now in verse 8, brother. 8 ପଦ ପଢିବା, ସେ ମଧ୍ୟ ଆତ୍ମାଙ୍କ ଦତ ତୁମ୍ଭମାନଙ୍କ ପ୍ରେମ ବିଷୟ ଆମ୍ଭମାନଙ୍କୁ ଜଣାଇ ଅଛନ୍ତି। So Epaphras has informed Paul about the people in the Colossians who have love in the spirit. ଏପାଫ୍ରା ପାଉଲଙ୍କୁ ସେ କହିଛନ୍ତି ଆତ୍ମାଙ୍କ ପ୍ରେମ ବିଷୟରେ ଜଣାଇଛନ୍ତି। They have, after hearing the preaching and as a church, they have a love for God. ଆଉ ସେ ମଣ୍ଡଳୀର ଲୋକମାନଙ୍କର ପ୍ରଭୁଙ୍କ ପ୍ରତି ଯୋଉ ପ୍ରେମ ଅଛି ତାହାକୁ ସେ ଜଣାଉଛନ୍ତି। And then they have a love for the brothers and sisters. ଆଉ ଭାଇ ଭାଇ ମଧ୍ୟରେ, ଭଉଣୀ ଭଉଣୀ ମଧ୍ୟରେ ଯୋଉ ପ୍ରେମ ରହିଛି ତାହା ଜଣାଉଛନ୍ତି। And they express their love for the Apostle Paul. ଆଉ ପ୍ରେରିତ ପାଉଲଙ୍କ ପ୍ରତି ମଧ୍ୟ ତାଙ୍କ ପ୍ରେମକୁ ଜଣାଉଛନ୍ତି। Now this love is not a natural. See, normally people have a natural affection, that is not that sort of natural love. ଏଇ ଯୋଉ ପ୍ରେମ ଏଇଟା ପ୍ରାକୃତିକ ବା ଏହି ଜାଗତିକ ପ୍ରେମ ଏହା ନୁହେଁ। But this is a love which is worked through the Holy Spirit. ଆଉ ଏଇ ପ୍ରେମ ପବିତ୍ର ଆତ୍ମାଙ୍କ ଦତ୍ତ ପ୍ରେମ ଅଟେ। In the family, we have a natural affection for people, and we have a natural affection for the people whom we like. It's not that love. ଆଉ ପରିବାରରେ ଆମମାନଙ୍କର ଯୋଉ ପ୍ରାକୃତିକ ସ୍ୱାଭାବିକ ଯୋଉ ପ୍ରେମ ରହିଛି, ବାହାରେ ମଧ୍ୟ ଅନ୍ୟ ଭାଇମାନଙ୍କ ସହିତ ସ୍ୱାଭାବିକ ପ୍ରେମ, ଏଇଟା ସେଇ ପ୍ରକାର ପ୍ରେମ ନୁହେଁ। Yeah, this is a love which is developed by the Holy Spirit in our life. ଏଇ ଯୋଉ ପ୍ରେମ, ଏଇ ପ୍ରେମକୁ ଆମ ଜୀବନରେ ପବିତ୍ର ଆତ୍ମା ଏହାକୁ ବାହାରକୁ ଆଣିଛନ୍ତି, ଡେଭଲପ କରିଛନ୍ତି। The love which the Holy Spirit gives us is called an agape love. ପବିତ୍ର ଆତ୍ମା ଯୋଉ ପ୍ରେମ ଆମକୁ ଦିଅନ୍ତି ତାହାକୁ ଆଗାପେ ପ୍ରେମ ବୋଲି କୁହାଯାଏ। The meaning of agape is unconditional love. ଯୋଉ ଆଗାପେ ଏହାର ଅର୍ଥ ହେଲା ନିସ୍ୱାର୍ଥ ବା କୌଣସି ସ୍ୱାର୍ଥ ବିହୀନ ପ୍ରେମ। So agape love does not depend on whether a person does some good to us, then we love. It does not depend on that condition. That if he does something good, then I will love him. That is not agape love. ଏ ଯୋଉ ଆଗାପେ ପ୍ରେମ ରହିଛି, ଅନ୍ୟ ଗୋଟେ ଭାଇ ମୋ ପ୍ରତି ଭଲ କଲେ ମୁଁ ତାକୁ ଭଲ କରିବି, ଏଇଟା ଅନ୍ୟର ପ୍ରେମ ଉପରେ ନିର୍ଭର କରେ ନାହିଁ, ଏଇଟା ହଉଛି ଆଗାପେ ପ୍ରେମ। God's love is an unconditional love. When we were sinners, he loved us. ପରମେଶ୍ୱରଙ୍କ ପ୍ରେମ ଏହାର କୌଣସି ସର୍ତ୍ତ ନାହିଁ, ସର୍ତ୍ତମୂଳକ ପ୍ରେମ ଅଟେ, ସେ ପାପୀ ମାନଙ୍କୁ ପ୍ରେମ କଲେ। In the church also, we may naturally not like somebody just because of the way a person looks or the way a person speaks. Okay, we may not like, but the Holy Spirit develops a love which is an agape love, and then we are loving people not because of
any condition, but because God's working in us. ଆମମାନଙ୍କର ମଣ୍ଡଳୀରେ ହଉ କି ଯୋଉଠି ହଉ ଲୋକମାନଙ୍କର ତାଙ୍କର ଲୁକ୍ କୁ ଦେଖି ପୋଷାକକୁ ଦେଖି ତାଙ୍କ ଷ୍ଟାଟସ କୁ ଦେଖି ଯୋଉ ପ୍ରେମ କରିବାଟା ଏଇଟା ସେଇ ପ୍ରକାର ପ୍ରେମ ନୁହେଁ। ଏଇ ପ୍ରେମ ପବିତ୍ର ଆତ୍ମା ଆମ ମଧ୍ୟରେ ସେ ଜାଗ୍ରତ କରନ୍ତି। ଏହା ହଉଛି ସର୍ତ୍ତ ମୂଳକ ନିସ୍ୱାର୍ଥ ମୂଳକ ପ୍ରେମ ଅଟେ। So love is the first fruit of the Holy Spirit. ପ୍ରେମ ପବିତ୍ର ଆତ୍ମାଙ୍କର ପ୍ରଥମ ଫଳ ଅଟେ। The whole chapter is devoted on love in 1 Corinthians chapter 13. ପ୍ରଥମ କରନ୍ଥିୟ 13 ଅଧ୍ୟାୟ ପ୍ରେମ ଉପରେ ଆଧାରିତ ଏହା ଅଧ୍ୟାୟ ଅଟେ। Brothers and sisters, for me, I want to focus more and more on love in my life. ପ୍ରିୟ ଭାଇ ଭଉଣୀ ମାନେ ମୋ ଜୀବନରେ ମୁଁ ଅଧିକ ଅଧିକ ପ୍ରେମ ଉପରେ ମୁଁ ଧ୍ୟାନ ରଖେ। I want to grow more in love because that is the nature of God. ମୁଁ ଅଧିକ ପ୍ରେମ ଆଡକୁ ଯାଏ କାରଣ ଏଇ ଯୋଉ ପ୍ରେମ ପରମେଶ୍ୱରଙ୍କ ସ୍ୱଭାବ ଅଟେ। The Bible says that those who love, they know God. ବାଇବଲ କହେ ଯୋଉମାନେ ପ୍ରେମ କରନ୍ତି ସେମାନେ ପରମେଶ୍ୱରଙ୍କୁ ଜାଣନ୍ତି। That means not even a single person I should not have. I should have love for all people. Once again, brother. I should have. I should have love for all people. I cannot say that. Okay, I'll have love for all people, but one person I'll not have love. ମୁଁ କହୁନାହିଁ ଯେ ମୁଁ ସବୁ ଲୋକଙ୍କୁ ପ୍ରେମ କରୁଛି, ମୁଁ ଗୋଟିଏ ବ୍ୟକ୍ତିକୁ ମୁଁ ପ୍ରେମ କରୁଛି। Yeah, that person has done so much for me. I cannot forget. And yes, so I love everybody else, but this one person. That is not God's love. ହଁ, ମୋ ପାଇଁ ଏ ବ୍ୟକ୍ତି ବହୁତ କରିଛନ୍ତି, ସେଥିପାଇଁ ମୁଁ ତାଙ୍କୁ ପ୍ରେମ କରୁଛି। ମୁଁ ଅନ୍ୟ ସମସ୍ତଙ୍କୁ ପ୍ରେମ କରୁନାହିଁ, ଏହା ସେଇ ପ୍ରେମ ନୁହେଁ। It is not easy. And what I'm saying is not easy, but it is possible. ମୁଁ ଯାହା ଆପଣମାନଙ୍କୁ କହୁଛି ତାହା ସହଜ ନୁହେଁ, ମାତ୍ର ତାହା ସମ୍ଭବ ଅଟେ। So brothers and sisters, let us all of us seek love. We will never go wrong. ପ୍ରିୟ ଭାଇ ଭଉଣୀ ମାନେ, ଯଦି ଆମେ ପ୍ରେମକୁ ଖୋଜିବା ତାହେଲେ ଆମେ ଭୁଲ ବାଟରେ ଯିବା ନାହିଁ। Then we read verse 9. 9 ପଦ, ଏଣୁ ତାହା ଶୁଣିବା ଦିନଠାରୁ ଆମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା ଓ ବିନତି କରିବାରୁ କ୍ଷାନ୍ତ ହେଉନାହୁଁ, ଯେପରି ତୁମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ଈଶ୍ୱରଙ୍କ ଅଭିମତ ଜ୍ଞାତ ହୋଇ। So brother, read 9 and 10 also. ଓକେ, 10 ପଦ, ସମସ୍ତ ଆତ୍ମିକ ଜ୍ଞାନ ଓ ବୁଦ୍ଧିରେ ପ୍ରଭୁଙ୍କୁ ସର୍ବପ୍ରକାରେ ସନ୍ତୁଷ୍ଟ କରିବା ନିମନ୍ତେ ତାହାଙ୍କ ଯୋଗ୍ୟ ଆଚରଣ କର, ଅର୍ଥାତ୍ ଈଶ୍ୱରଙ୍କ ତତ୍ତ୍ୱ ଜ୍ଞାନରେ ବଢି ସମସ୍ତ ସତ୍କର୍ମର ଫଳରେ ଫଳବାନ ହୁଅ। So here we read about Paul's prayer for the Colossians. ଆଉ ଏଇ ସ୍ଥାନରେ ଆମେ ପଢୁଛୁ ଯେ ମଣ୍ଡଳୀ ନିମନ୍ତେ ପ୍ରେରିତ ପାଉଲଙ୍କ ପ୍ରାର୍ଥନା। His prayer extends up to verse almost up to 12. ଆଉ ଏହି ଯୋଉ ପ୍ରାର୍ଥନାଟା 12 ପଦ ପର୍ଯ୍ୟନ୍ତ ରହିଅଛି। So he's praying. He is hearing about the Colossians from Epaphras, and he's saying that I am praying for you. ଏପାଫ୍ରାଙ୍କ ବିଷୟରେ କଲସିୟ ମଣ୍ଡଳୀ ବିଷୟରେ ଜାଣିଲା ପରେ ସେ କଲସିୟ ମଣ୍ଡଳୀ ନିମନ୍ତେ ସେ ପ୍ରାର୍ଥନା କରୁଅଛନ୍ତି। So and he's praying. There are some things which he is mentioning, which is very good and important. ଆଉ ସେ ଏହି ପ୍ରାର୍ଥନାରେ କିଛି ବିଷୟ ଗୁଡିକ ସେ କହୁଛନ୍ତି ଯାହାକି ଗୁରୁତ୍ୱପୂର୍ଣ୍ଣ। He's saying that I am praying that you may be filled with the knowledge of his will. ଆଉ ସେ କହୁଛନ୍ତି ମୁଁ ପ୍ରାର୍ଥନା କରୁଛି ଯେ ପ୍ରକାର କି ତୁମେ ତାହାଙ୍କର ଜ୍ଞାନରେ ପରିପୂର୍ଣ୍ଣ ହେଇଯିବ। See, when we come to Jesus Christ, the main thing in our life is to be in his will. ଆମେ ଖ୍ରୀଷ୍ଟିଆନ ଜୀବନରେ ପ୍ରଭୁଙ୍କ ପାଖକୁ ଆସିଲା ପରେ ଆମେ ଯେ ପ୍ରକାର ମୁଖ୍ୟ ବିଷୟ ଜାଣିପାରିବା ତାଙ୍କର ଇଚ୍ଛା। When Jesus came as a man into this world, he only came to do God's will. ପ୍ରଭୁ ଯୀଶୁ ଖ୍ରୀଷ୍ଟ ମନୁଷ୍ୟ ଭାବରେ ଏହି ପୃଥିବୀକୁ ଆସିଲେ, ଆଉ ଆସିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସେ ଯେ ପ୍ରକାର ପ୍ରଭୁଙ୍କର ଇଚ୍ଛାକୁ ସଫଳ କରିବେ। Not even one thing he wanted to do of his own will. ତାଙ୍କ ଜୀବନରେ ଏହି ପ୍ରକାର ଗୋଟିଏ ବିଷୟ ମଧ୍ୟ ନାହିଁ ଯୋଉଟା କି ସେ ନିଜ ଇଚ୍ଛାରେ କରିଥିବେ। And that was the
life of Jesus, that he wanted to do the Father's will perfectly. ଆଉ ଏଇଟା ହଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜୀବନ। ତାଙ୍କ ଜୀବନରେ ସିଦ୍ଧ ଭାବରେ ପରମେଶ୍ୱରଙ୍କ ଇଚ୍ଛାକୁ ସେ ପୂର୍ଣ୍ଣ କଲେ। So when we become Christians, what is our way? ଆମେ ମାନେ ଖ୍ରୀଷ୍ଟିଆନ ଭାବରେ ଆମମାନଙ୍କର ମାର୍ଗ କୋଉଟା? Suppose we say, okay, I love Jesus very much, but I want to do some things which I choose. ଆମେ କହିପାରିବା ମୁଁ ପ୍ରଭୁଙ୍କୁ ବହୁତ ପ୍ରେମ କରୁଛି, ମାତ୍ର କେତେଟା ବିଷୟ ମୁଁ ବାଛିବି। Even though I know it is not totally correct, but I want to do it. Uh, ମୁଁ so ଜାଣେ yeah. ମୁଁ ଜାଣେ ଏହା ସମ୍ପୂର୍ଣ୍ଣ ଠିକ ନୁହେଁ, ମାତ୍ର ମୁଁ ଏଇଟା କରିବାକୁ ଚାହୁଁଛି। So in my spirit, I sense that it is not a right thing to do, but still I want to do it. ମୁଁ ମୋ ଆତ୍ମାରେ ଜାଣିପାରୁଛି ଏଇଟା ଯାହା ମୁଁ କରୁଛି ଏହା ଏତେ ଠିକ ନାହିଁ, ମାତ୍ର ମୁଁ ଏହାକୁ କରିବି। So when we live like that, what happens is we don't grow in Christ. ଯଦି ଏଇ ପ୍ରକାର ଜୀବନ ଯାପନ କରିବା ତାହେଲେ କଣ ହେବ? ଆମେ ଖ୍ରୀଷ୍ଟଙ୍କ ଠାରେ ବଢି ପାରିବା ନାହିଁ। Not only we will not grow in Christ, we'll be backsliding and we'll be in a dangerous state. କେବଳ ଯେ ଆମେ ଖ୍ରୀଷ୍ଟଙ୍କ ଠାରେ ବଢି ପାରିବା ତାହା ନୁହେଁ, ଆମମାନେ ଧୀରେ ଧୀରେ ଖ୍ରୀଷ୍ଟଙ୍କ ଠାରୁ ଦୂରକୁ ଯାଇ ଆମେ ପଛଘୁଞ୍ଚା ହେବା ବିପଦପୂର୍ଣ୍ଣ ଅଟେ। So I want to go to some place, ଆଉ ମୁଁ ଗୋଟିଏ ଜାଗାକୁ ଗଲି, but I'm not looking whether it is God's will or not. ମାତ୍ର ମୁଁ ଏହା ଖୋଜି ନାହିଁ କି ପଚାରି ନାହିଁ ଏଇଟା ପ୍ରଭୁଙ୍କର ଇଚ୍ଛା କି ନାହିଁ ବୋଲି। So I want to do something. I want to buy something. I want to go somewhere else, but I'm not thinking about God's plan. I want to do on my own. ମୁଁ କିଛି କଲି, କୋଉ ସ୍ଥାନକୁ ଗଲେ ମୁଁ କିଛି କିଣିଲି, ମାତ୍ର ମୁଁ ପ୍ରଭୁଙ୍କ ବିଷୟରେ କିଛି ଚିନ୍ତା କଲି ନାହିଁ, ମୁଁ ମୋର ଇଚ୍ଛା ଅନୁସାରେ ମୁଁ କଲି। So what happens is we will not hear God's voice. କଣ ହୁଏ? ଆମେ ପରମେଶ୍ୱରଙ୍କର ସେ ସ୍ୱରକୁ ଆମେ ଶୁଣୁନାହୁଁ। And then we'll complain, oh, I'm not feeling the presence of God. ଆଉ ଆମେ ତାପରେ ଆମେ ଅଭିଯୋଗ କରୁ, ମୁଁ ପ୍ରଭୁଙ୍କର ଉପସ୍ଥିତିକୁ ମୁଁ ଅନୁଭବ କରିପାରୁନାହିଁ, Whether I'm feeling discouraged. ମୁଁ ନିରୁତ୍ସାହ ଅନୁଭବ କରୁଛି। When we are doing our own will, then we will not hear God. You will not be sensitive to God's voice. Our faith will come down. We will feel discouraged. ହଁ, ଯଦି ଆମେ ନିଜର ଇଚ୍ଛାରେ କରିବା, ପରମେଶ୍ୱରଙ୍କର ସ୍ୱରକୁ ଶୁଣିବା ନାହିଁ, ତାହେଲେ ନିଶ୍ଚୟ ଆମେ ନିରୁତ୍ସାହିତ ହେବା। But if we want to do God's will, ଯଦି ଆମେ ପରମେଶ୍ୱରଙ୍କର ଇଚ୍ଛାକୁ ଆମେ ସାଧନ କରିବା, we'll always feel God's presence in us. ଆଉ ସବୁବେଳେ ଆମେ ପରମେଶ୍ୱରଙ୍କର ଉପସ୍ଥିତିକୁ ଆମେ ଅନୁଭବ କରିପାରିବା। God's Holy Spirit will keep on encouraging us. ପରମେଶ୍ୱରଙ୍କର ଆତ୍ମା ସବୁବେଳେ ଆମମାନଙ୍କୁ ଉତ୍ସାହିତ କରିବେ। That is the Christian life. ଏଇଟା ହଉଛି ଖ୍ରୀଷ୍ଟୀୟ ଜୀବନ। Let us read 1 Peter chapter 4. ଆସନ୍ତୁ ପ୍ରଥମ ପିତର 4 ଅଧ୍ୟାୟ verse 1 and 2. 1 ଆଉ 2 ପଦ। 1 Peter chapter 4 1 and 2। ଖ୍ରୀଷ୍ଟ Let us read 1 Peter chapter 4 verses 1, 2 and 3. ପ୍ରଥମ ପିତର 4 ଅଧ୍ୟାୟ 1 2 3 ପଦ ପଢିବା। ଖ୍ରୀଷ୍ଟ ଶରୀରରେ ଦୁଃଖ ଭୋଗ କରିଥିବାରୁ ତୁମ୍ଭେମାନେ ମଧ୍ୟ ସେହିପରି ମନ ଧରି ଆପଣା ମାନଙ୍କୁ ସୁସଜ୍ଜିତ କର, କାରଣ ଯେ ଶରୀରରେ ଦୁଃଖ ଭୋଗ କରିଅଛି ସେ ପାପରୁ ନିବୃତ୍ତ ହୋଇଅଛି, ଯେପରି ତୁମ୍ଭେମାନେ ଜାଗତିକ ଜୀବନର ଅବଶିଷ୍ଟ କାଳ ମନୁଷ୍ୟର କୁଅଭିଳାଷ ଅନୁସାରେ କ୍ଷେପଣ ନ କରି ଈଶ୍ୱରଙ୍କ ଇଚ୍ଛା ଅନୁସାରେ କ୍ଷେପଣ କର, ଯେପରି ବିଜାତି ମାନଙ୍କର ଇଚ୍ଛା ଅନୁସାରେ କାର୍ଯ୍ୟ କରି ତୁମ୍ଭେମାନେ ଯେତେ କାଳ କାମୁକତା, କୁଅଭିଳାଷ, ମଦ୍ୟପାନ, ରଙ୍ଗରସ, ମତ୍ତତା ଓ ଘୃଣ୍ୟ ପ୍ରତିମା ପୂଜା କରିଥିଲ, ତାହା ଯଥେଷ୍ଟ। So this verse says the time has already passed where we have carried our own desires. ଏଠି ଲେଖାଯାଏ ଯେ ସେଇ ସମୟ ବିତିଗଲାଣି ଯୋଉଟା କି ଆମର ନିଜ ଇଚ୍ଛା ଅନୁସାରେ ଆମେ ଚଳୁଥିଲୁ। But now, verse 2 it says, now let us live for the will of God. ଆଉ 2 ପଦ କହେ, ଆସ ଆମେ ଏବେ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ବଞ୍ଚିବା। Let us live for the rest of the time to do the will of the Lord. ଆଉ ଏହି ଜାଗତିକ ଜୀବନର ଅବଶିଷ୍ଟ କାଳ ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ବଞ୍ଚିବା। Again in 1 John chapter 2 it says, the world passes away, the lust thereof, but the one who does the will of God abides forever. ଆଉ ପ୍ରଥମ ଯୋହନ 2 ଅଧ୍ୟାୟରେ ସେ ଆମମାନଙ୍କୁ କହେ, ଏ ଜଗତ
ए संसार से अनित्य बीती जाउची आसो आमे ईश्वर को इच्छा को साधन करिबा You know how we'll know that we are doing the will of God? आमे की प्रकार जानि परिबा जे आमे ईश्वर को इच्छा को साधन करूछु बोली There's a wonderful verse in Proverbs. आसतु हित उपदेश रे गोटे अद्भुत पद को देखिबा आमे Just read that one. So, see, Proverbs, Proverbs 3:17. Proverbs 3 which verse brother Proverbs chapter 3, verse 17. 17 पद ताहार पथ सबु सुखदायक पथ और ताहार समस्त मार्ग शांतिकर अटई This word spoke to me many years back. It says, this is talking about wisdom. God is a God of wisdom. So he said, the ways of wisdom are pleasant ways, and all her paths are peace. ଆଉ ଅନେକ ଦିନ ତଳେ ପରମେଶ୍ୱର ଏହି ପଦ ଦ୍ଵାରା ମୋ ସହିତ କଥା ହେଇଥିଲେ ଏଇ ଜାଗାରେ ବୁଦ୍ଧି ବିଷୟରେ ଲେଖା ଯାଉଛି ବୁଦ୍ଧିର ମାର୍ଗ ଯୋଉ ଲେଖାଗଲା 17 ପଦରେ ତାହାର ପଥ ସବୁ ସୁଖଦାୟକ ପଥ ଓ ତାହାର ସମସ୍ତ ମାର୍ଗ ଶାନ୍ତିକର ଅଟଇ So, brothers and sisters, when we do God's will, it is God's wisdom that we are following. ପ୍ରିୟ ମାନେ ଯୋଉ ସମୟରେ ଆମେ ପରମେଶ୍ୱରଙ୍କ ଇଚ୍ଛାକୁ ସାଧନ କରିବୁ ପରମେଶ୍ୱରଙ୍କ ବୁଦ୍ଧି ଆମକୁ ଚଲେଇବେ And that way will be pleasant way, means there may be some difficulties and trials, but it will not be something which is so much with turmoil and this thing. It will be a pleasant way. ଆଉ ସେଇ ପଥ ଯୋଉ ପଥରେ କି ଆମେ ଚାଲୁଥିବୁ ସେଇ ପଥରେ ଦୁଃଖ କଷ୍ଟ ଆସୁଥିଲେ ମଧ୍ୟ ତାହା ଆମକୁ ଏତେ ଅଶାନ୍ତି କରିବ ନାହିଁ And there will be a peace inward, ଆଉ ସେଇ ପଥରେ ଶାନ୍ତି ଥିବ not a peace which we manufacture. ଯୋଉ ଶାନ୍ତି ଯାହା ସେଇ ଶାନ୍ତି ନାହିଁ ଯୋଉଟା କି ଆମେ ନିଜେ ତିଆରି କରୁଛୁ I can try to create some peace. Oh, I'm feeling now peace. That is not that peace. It is a peace which which is there inwardly given by the Holy Spirit. ଆମେ ନିଜେ ଚେଷ୍ଟା କରିଥାଉ କିଛି ଶାନ୍ତି ପାଇବା ପାଇଁ ମାତ୍ର ସେଇଟା ଶାନ୍ତି ନାହିଁ ଏଇଟା ହଉଛି ପରମେଶ୍ୱରଙ୍କ ଠାରୁ ଆସିଥିବା ଶାନ୍ତି So this is very, very, very important, brothers and sisters. Now, as a believer in Christ, we must do the will of God. ପ୍ରିୟ ଭାଇ ଭଉଣୀ ମାନେ ଏଇଟା ବହୁତ ବହୁତ ଗୁରୁତ୍ୱପୂର୍ଣ୍ଣ ଆମମାନେ ଗୋଟେ ବିଶ୍ୱାସୀ ଭାବରେ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଆମେ ଚାଲିବାର ଅଛି We must follow Jesus, who only did the will of God. We must be his followers. We will do the will what is pleasing to the Father. ଆମେ ଯୀଶୁ ଖ୍ରୀଷ୍ଟଙ୍କର ପଛରେ ଚାଲିବା ବ୍ୟକ୍ତି ଭାବରେ ଆମମାନେ ସବୁ ସମୟରେ ତାଙ୍କର ଇଚ୍ଛା ହିଁ ଆମେ ସାଧନ କରିବା So then it says, uh, yeah. So Paul is praying for the knowledge of his will. ଆଉ ପାଉଲ ସେ ପ୍ରାର୍ଥନା କରୁଛନ୍ତି ଯେ ତାଙ୍କର ଇଚ୍ଛାର ଜ୍ଞାନକୁ ଜାଣିବା ପାଇଁ So for our daily walk, we need to know what we have to do. That is the knowledge of God's will for our lives. ଆମେ ପ୍ରତିଦିନ ଆମେ ଏଇ ପ୍ରକାର ପ୍ରାର୍ଥନା କରିବାର ଅଛି ଯେ ତାଙ୍କର ଇଚ୍ଛାକୁ ଆମେ ଜାଣିବା ପାଇଁ And with all spiritual wisdom, we this wisdom from God is different from the wisdom of this world. ଆଉ ଆତ୍ମିକ ଜ୍ଞାନ ଆଉ ଏ ଜଗତର ଜ୍ଞାନ ଦୁଇଟା ଭିନ୍ନ ଅଟେ See, there is a philosophy. The man's philosophy also uh, seems to be like a wisdom. ଆଉ ଏଇ ମନୁଷ୍ୟର ଯୋଉ ଫିଲୋସଫି ଏହା ପରମେଶ୍ୱରଙ୍କର ଜ୍ଞାନ ପରି ଲାଗେ But that is different from God's wisdom. ଏହା ମନୁଷ୍ୟର ଜ୍ଞାନ ଆଉ ପରମେଶ୍ୱରଙ୍କ ଜ୍ଞାନର ପ୍ରଭେଦ ରହିଛି Colossians chapter 2, verse 8 says, କଲସ୍ୟ 2 ଅଧ୍ୟାୟ 8 ପଦ ସାବଧାନ କାଳେ କେହି ଖ୍ରୀଷ୍ଟଙ୍କ ଶିକ୍ଷାର ଅସଙ୍ଗତ ମନୁଷ୍ୟର ପରମ୍ପରାଗତ ଓ ଜଗତର ପ୍ରାଥମିକ ଶିକ୍ଷା ଅନୁଯାୟୀ ଦର୍ଶନ ବିଦ୍ୟା ଓ ନିରର୍ଥକ ପ୍ରତାରଣା ଦ୍ୱାରା ତୁମ୍ଭମାନଙ୍କୁ ବନ୍ଦୀ କରି ନିଏ and verse 23 also. 23 223
223 years. ଓକେ 23। ଏହି ପ୍ରକାର ଶିକ୍ଷା ତ ସ୍ୱେଚ୍ଛା ସ୍ୱେଚ୍ଛା ଭୋଜନା, ନମ୍ରତା ଏବଂ ଶରୀର ପ୍ରତି କଠୋର ବ୍ୟବହାର ଦ୍ୱାରା ଜ୍ଞାନର ନାମ ପାଇଅଛି, କିନ୍ତୁ ସେଥିର ସାର ନାହିଁ, ତଦ୍ୱାରା କେବଳ ଶାରୀରିକ ଭାବର ତୃପ୍ତି ହୁଏ। So there are so many man-made rules, and who says you must wear some very simple clothes. You must not. You must dress. You must not laugh. You must be very serious. There are so many things which people bring about. ଏଇ ସବୁ ଯାକ କିଛି ଗୁଡିକ ମନୁଷ୍ୟର ନୀତି ନିୟମ ପରମ୍ପରା ଗୁଡିକ, ତୁମେ ଏଇ ପ୍ରକାର ପିନ୍ଧିବ, ସେଇ ପ୍ରକାର ଖାଇବ, ତୁମେ ଏମିତି ହସିବ ନାହିଁ, ଏସବୁ ମନୁଷ୍ୟର ରୀତିନୀତି ଗୁଡିକ। See, some people feel that they should put some only white clothes, କେତେ ଜଣ ଅଛନ୍ତି କେବଳ ଧଳା ପୋଷାକ ହିଁ ପିନ୍ଧିବେ ମୋ ପରି। or some people may feel that we must wear only simple clothes. ଆଉ one second, I can't hear. Yeah, some people, and just for an example, some people think that wearing only white clothes is very spiritual, କେତେ ଜଣ ଭାବନ୍ତି କେବଳ ଧଳା ପୋଷାକ ପିନ୍ଧିଲେ ହିଁ ଆତ୍ମିକ ରହିବେ ବୋଲି। or maybe some very simple clothes. You must wear always very simple clothes, then you are ଆଉ spiritual. କେତେ ଜଣ ଭାବେ ଖାଲି ଗୋଟେ ସାଧାରଣ ପୋଷାକ ପିନ୍ଧିବାଟା ହିଁ ଆତ୍ମୀୟତା ବୋଲି ଭାବନ୍ତି। See, if we want to wear simple clothes or wear white clothes, fine. ଆମେ ଧଳା ପୋଷାକ ପିନ୍ଧୁ କି ସାଧାରଣ ପୋଷାକ ପିନ୍ଧୁ, ତା ଭଲ ଅଟେ, ଠିକ ଅଛି। But to expect that others do it, there is a problem. ଅନ୍ୟମାନେ ମଧ୍ୟ ସେଇପରି ପିନ୍ଧନ୍ତୁ, ଏଇଟା ଭଲ ନୁହେଁ। For me, if I feel I should do, fine. That's it. But don't expect or make it a rule for others. ହଁ, ମୁଁ ପିନ୍ଧୁଛି ଠିକ ଅଛି, ମାତ୍ର ଅନ୍ୟମାନେ ପିନ୍ଧନ୍ତୁ ଏଥିପାଇଁ ନୀତି ନିୟମ କରିବା ଏହା ଠିକ ନୁହେଁ। There is a nice story many years back, maybe in the 16th or 17th century, where there was a godly group. ଗୋଟିଏ ବହୁତ ଭଲ କାହାଣୀ, 16 କି 17 ଶତାବ୍ଦୀର କଥା। ଗୋଟିଏ ଈଶ୍ୱରୀୟ ଦଳ ଥିଲେ। This is a sort of a real story. ଏଟା ଗୋଟିଏ ସତ୍ୟ ଘଟଣା ଅଟେ। And two disciples of that group. କିଛି ଶିଷ୍ୟ ମାନଙ୍କ କଥା। So one of them, one day, one of the disciples saw his other brother wearing very colorful clothes. ଗୋଟିଏ ଶିଷ୍ୟ ଆଉ ଗୋଟିଏ ଶିଷ୍ୟକୁ ଦେଖିଲେ, ସେ ବହୁତ ରଙ୍ଗ ବିରଙ୍ଗ ପୋଷାକ ପିନ୍ଧିଥିଲେ। And they were all used to wearing very simple type of clothes. ଆଉ ସେମାନେ ସମସ୍ତେ ବହୁତ ସାଧାରଣ ପୋଷାକ ପିନ୍ଧିବାଟା ସେମାନେ ଶିଖିଥିଲେ। Simple type of life. ସାଧାରଣ ଜୀବନ ଶୈଳୀ। But this brother saw another brother wearing very nice, catchy looking clothes. ଆଉ ଅନ୍ୟ ଭାଇ ବହୁତ ସୁନ୍ଦର ଭାବରେ ରଙ୍ଗ ବିରଙ୍ଗ ପିନ୍ଧିକିନା ବହୁତ ଟିପଟପ୍ ଦୁସୁଥିଲା ସେ। So in his mind the thought came, oh, why is he wearing like this? ଆଉ ମନ ଭିତରେ ଏ ପ୍ରକାର ଚିନ୍ତା ଆସିଲା, ସେ ଏ ପ୍ରକାର କେମିତି ପିନ୍ଧୁଛନ୍ତି। So the judgmental thought was coming into his heart. ତାଙ୍କ ମନ ମଧ୍ୟରେ ସେ ବିଚାରର ଚିନ୍ତା ପଳେଇ ଆସିଲା। But because he loved Christ so much, କାରଣ ସେ ଖ୍ରୀଷ୍ଟଙ୍କୁ ବହୁତ ପ୍ରେମ କରୁଥିଲେ, his thoughts changed. ତାଙ୍କର ସେହି ଚିନ୍ତା ବଦଳିଗଲା। Now his thoughts came that inside these fashionable, very nice looking clothes is a heart which loves Jesus more than me. ତାଙ୍କ ସେ ମନୋଭାବ ବଦଳିଗଲା, ଏଇ ଯୋଉ ପୋଷାକ ପିନ୍ଧିଛନ୍ତି, ଏ ପୋଷାକ ଭିତରେ ଯୋଉ ହୃଦୟ ରହିଛି, ସେଇ ହୃଦୟ ମୋ ଠାରୁ ମଧ୍ୟ ଅଧିକ ସେ ହୃଦୟ ଯୀଶୁଙ୍କୁ ପ୍ରେମ କରୁଛି। So that is the right spirit. ଏଇଟା ହଉଛି ସେଇ ଠିକ ଆତ୍ମା। So we must all have such a nature. ଆମେ ସମସ୍ତଙ୍କୁ ଏଇ ପ୍ରକାର ସ୍ୱଭାବ ରଖିବାର ଅଛି। So that is so that the spiritual wisdom and understanding that. And it says that the next one is that verse 9 is having an understanding, spiritual and wisdom and understanding. ଆତ୍ମିକ ଜ୍ଞାନ ଆଉ ବୁଦ୍ଧି ବୁଝାମଣା କଥା। Understanding is even to do God's will at the
right time and the right place, and to do it in the right way, in a godly way. That is an understanding that God gives us. ପରମେଶ୍ୱର ଯୋଉ ଆମକୁ ବୁଦ୍ଧି ଦିଅନ୍ତି, ଯୋଉ ବୁଦ୍ଧି ଦ୍ଵାରା କି ଆମେ ଠିକ ସମୟରେ ଠିକ ସ୍ଥାନରେ ଠିକ ସମୟରେ ଆମେ କାମ କରିପାରିବା। So this is the part of the prayer we have come. Verse 9, verse 9, 10, 11, and 12 is the prayer of the Apostle Paul. 9, 10, 11, 12 ଏଇ ଚାରିଟା ପଦ ପ୍ରେରିତ ପାଉଲଙ୍କର ପ୍ରାର୍ଥନା ଅଟେ। So it's a very, very good prayer that we can pray for ourselves and for others. ଆଉ ଏଇଟା ବହୁତ ଉତ୍ତମ ପ୍ରାର୍ଥନା। ଏଇ ପ୍ରାର୍ଥନା ନିଜ ନିମନ୍ତେ ଆଉ ଅନ୍ୟମାନଙ୍କ ନିମନ୍ତେ ଆମେ କରିବାର ଅଛି। I just came across the understanding today only, and I want to take it seriously to pray for myself and for others this sort of prayer. ହଁ, ଏଇଟା ମୁଁ ଆଜି ବୁଝିପାରିଲି। ତା ପଛେ ଏଇ ପ୍ରାର୍ଥନା ମୁଁ ମୋ ନିମନ୍ତେ କରିବି ଆଉ ଅନ୍ୟମାନଙ୍କ ନିମନ୍ତେ ମଧ୍ୟ କରିବି। So we'll continue next time, brother, from verse 10 onwards. ଆମେ ନିରନ୍ତର ଆଗକୁ ବଢିବା। ନେକ୍ସଟ ଟାଇମ 10 ପଦରୁ ହିଁ ଆମେ ରହିବା ଆମେ। ଓକେ, ଥ୍ୟାଙ୍କ ୟୁ ବ୍ରଦର, ଥ୍ୟାଙ୍କ ୟୁ ସୋ ମଚ୍। ଓକେ।